ମୁଁ ଏହି ଗୋଟିଏ କାରଣ ପାଇଁ ସମସ୍ତ ବ୍ୟକ୍ତିମାନଙ୍କୁ ଆଖି ବନ୍ଦ କରିକି ବିଶ୍ୱାସ କରିକି ମୋହିନୀ ଔଷଧ କିମ୍ବା ବଶୀକରଣ ତାବିଜ ଦିଆ ନାହିଁ। ମାସେ ତଳେ ଗୋଟିଏ ଭାଇ ଆମଠୁ ବଶୀକରଣ ତାବିଜ ନେଇଥିଲେ, କିନ୍ତୁ ତାଙ୍କ ନାମରେ କନଫ୍ୟୁଜନ୍ ଥିବା ଯୋଗୁଁ ତାଙ୍କର ପରିସ୍ଥିତି ଆଜି ଅଲଗା ହେଇଯାଇଛି। ସେ ଯାହାକୁ ପ୍ରେମ କରନ୍ତି ତାଙ୍କରି ନାମ ଦେବା କଥା, କିନ୍ତୁ ଦେଇଛନ୍ତି ତାଙ୍କ ବଡ଼ ଭଉଣୀର। ବର୍ତ୍ତମାନ ତାଙ୍କ ବଡ଼ ଭଉଣୀ ସେ ପୁଅର ପଛ ଛାଡ଼ୁନାହିଁ। ଏବେ ସେ ଭାଇ ଜଣକୁ ପଚାରୁଛନ୍ତି, ଗୁରୁଜୀ ମୋ ପ୍ରେମିକାର ବଡ଼ ଭଉଣୀ କେମିତି ମୋଠୁ ଦୂରେଇ ଯିବ? ଦେଖନ୍ତୁ, ଏଇଟା ହେଉଛି ସିମ୍ପଲ କଥା। ଆପଣ ଯେଉଁ ତାବିଜ ବ୍ୟବହାର କରୁଛନ୍ତି ସେ ତାବିଜକୁ ବାହାର କରିଦେବେ, ତାହେଲେ ଆପଣମାନଙ୍କର ବଶୀକରଣ ଶକ୍ତି ମଧ୍ୟ ସାଙ୍ଗେ ସାଙ୍ଗେ ନଷ୍ଟ ହୋଇଯିବ। ଫଳରେ ସେ ଝିଅ ତମଠୁ ଦୂରେଇ ଯିବ। ଯଦି ଆପଣଙ୍କ ସହିତ ମଧ୍ୟ ସେମିତି କିଛି ସମସ୍ୟା ହେଉଛି, ଆପଣମାନେ ସାଙ୍ଗେ ସାଙ୍ଗେ ସେଇ ତାବିଜଟିକୁ ବାହାର କରିକି ଜଳରେ ବିସର୍ଜନ କରିଦେବେ। ଯାହାକୁ ବି ବଶୀକରଣ ତାବିଜ ଦରକାର, ମୋହିନୀ ଦରକାର, ତାହେଲେ ଆପଣମାନେ ଉଚିତ ନାମ ହିଁ ଦେବେ, ଉଲ୍ଟା ସିଧା ନାମ ଦେବେ ନାହିଁ। ଆପଣମାନେ ଏହି ମେସେଜଟିକୁ ଭଲ ଭାବେ ଦେଖନ୍ତୁ। କିଛି ମାସ ତଳେ ଏହି ଭାଇ ଜଣକ ଆମଠାରୁ ବଶୀକରଣ ମୋହିନୀ ତାବିଜ ନେଇଥିଲେ ତାଙ୍କ ପ୍ରେମିକାକୁ ବଶୀକରଣ କରିବା ପାଇଁ। ଆଉ ତାଙ୍କ ପ୍ରେମିକା ବଶୀକରଣ ହେଲା, ଆଉ ତା ସହିତ ଫେରାଲ ମଧ୍ୟ ହେଇଗଲା, ଅର୍ଥାତ୍ କୁଆଡ଼େ ଚାଲିଗଲେ ମଧ୍ୟ। ଯେତେବେଳେ ତାଙ୍କ ମା ବାପା ଏହି ବିଷୟବସ୍ତୁ ଜାଣିଲେ କେଉଁ ଜାଗାରେ ଅଛନ୍ତି, କ'ଣ କରୁଛନ୍ତି, ତାପରେ ସେଇ ଝିଅକୁ ତାଙ୍କ ମା ବାପା ନେଇକି ଆସିଲେ। ଏବେ ଏଇ ଭାଇ ଜଣକ କହୁଛନ୍ତି, ଗୁରୁଜୀ ତାଙ୍କ ମା ବାପା କାହିଁକି ବଶୀକରଣ ହେଲେ ନାହିଁ? ଆରେ ଭାଇ, ଝିଅ ପାଇଁ ନେଇଥିଲ, ଝିଅ ହିଁ ବଶୀକରଣ ହେବ, କୌଣସି ମା ବାପା ବଶୀକରଣ ହେବ କି? ଆପଣମାନେ ଥରେ ଚିନ୍ତା କରନ୍ତୁ। ମୁଁ ଆଉ ଥରେ ତାଙ୍କ ମା ବାପାକୁ ବି ବଶୀକରଣ କରିଦେବା ସେସବୁ କହିଲି, କିନ୍ତୁ ଏବେ ଏଇ ଭାଇ ଜଣକ କହୁଛନ୍ତି, ଗୁରୁଜୀ ମୁଁ ହେଲି ଷ୍ଟୁଡେଣ୍ଟ। ଭାଇ, ଷ୍ଟୁଡେଣ୍ଟମାନଙ୍କ ପାଇଁ କେଉଁ ହିସାବରେ ବଶୀକରଣ କରିବେ? ଧରନ୍ତୁ ଆପଣ ଝିଅ ସହିତ ଚାଲିଯିବେ, ଝିଅଟି ତ ବର୍ବାଦ ହେଇଯିବ ନା। ଆପଣ ତାଙ୍କୁ ଖାଇବାକୁ ଦେଇପାରିବେ ନାହିଁ, ପିଇବାକୁ ଦେଇପାରିବେ ନାହିଁ, ପିନ୍ଧିବାକୁ ଦେଇପାରିବେ ନାହିଁ। କାହିଁକିନା ଆପଣମାନେ ଷ୍ଟୁଡେଣ୍ଟ, ଆପଣମାନେ ପାଠ ପଢ଼ୁଛନ୍ତି। ପାଠ ପଢ଼ିବା ଲୋକ କେବେ କୌଣସି କାମଧନ୍ଦା କରିପାରିବ ନାହିଁ। ତେଣୁ କୌଣସି ଷ୍ଟୁଡେଣ୍ଟମାନେ ଆମଠୁ କୌଣସି ବଶୀକରଣ ଜିନିଷ ପାଇବା ପାଇଁ ଆଶା ରଖନ୍ତୁ ନାହିଁ। ଦେଖନ୍ତୁ, ଝିଅକୁ ଯେ ବଶୀକରଣ କରାହେଉଛି ତାଙ୍କ ମା ବାପାକୁ ମଧ୍ୟ ବଶୀକରଣ କରାଯାଇପାରିବ। ତେଣୁ ଚିନ୍ତା କରିବାର ଆବଶ୍ୟକ ନାହିଁ। କିନ୍ତୁ ଯେଉଁମାନେ ଇନକମ୍ କରୁଛନ୍ତି, ଯେଉଁମାନଙ୍କର ପାଖରେ ପଇସା ଅଛି, ଭାଇ ସେମାନେ କୌଣସି ଝିଅକୁ ବଶୀକରଣ କର, ତାଙ୍କୁ ପ୍ରେମ କର। ଆଉ ଗୋଟେ ଝିଅକୁ ବଶୀକରଣ କରିବ, ତାର କିଛି କେୟାର ନେଇପାରିବ ନାହିଁ, ତାକୁ ପିନ୍ଧିବାକୁ ଦେଇପାରିବ ନାହିଁ, ଖାଇବାକୁ ଦେଇପାରିବ ନାହିଁ, ନବ ତାକୁ ପୁଣି ବର୍ବାଦ କରିକି ଛାଡ଼ିଦେବ, ସେମିତି କରିବ ନାହିଁ କେବେ ହେଲେ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯଦି ଆପଣମାନେ କୌଣସି ଷ୍ଟୁଡେଣ୍ଟ, ଦୟାକରି ଆପଣମାନେ କୌଣସି ବଶୀକରଣ ନିମନ୍ତେ ଆମକୁ କଲ୍ କରନ୍ତୁ ନାହିଁ। ହଁ, ଯଦି ଆପଣମାନେ କୌଣସି ଜାଗାରେ କାମଧନ୍ଦା କରୁଛନ୍ତି, ଚାକିରି କରୁଛନ୍ତି, ଯାହା ବି କରୁଛନ୍ତି, ଦୁଇ ପଇସା ଇନକମ୍ କରୁଛନ୍ତି, ସେମାନେ ଭାଇ କଲ୍ କର। ଆପଣମାନଙ୍କ ପାଇଁ 24 ଘଣ୍ଟା ଏହି ନମ୍ବର ଖୋଲା ଅଛି। ଆଉ ଏହି ଭାଇ ଜଣଙ୍କ ପରି କୌଣସି ଲୋକ ହୋଇଥିବ, ସେ ଜମାରୁ ମଧ୍ୟ କଲ୍ କରିବ ନାହିଁ।